ମୁଁ ତୁଷାର ଚାରିଟେବଲ୍ ଟ୍ରଷ୍ଟର ସମ୍ପାଦକ ବିବାନନ୍ଦ ବାରିକ ଏବଂ ମା ସୁନା ଦେବୀ ପ୍ରଡକ୍ସନ୍ ହାଉସ୍ର ପ୍ରତିଷ୍ଠାତା। ଆଜି ସ୍ୱଚ୍ଛତା ହିଁ ସେବା ଯେଉଁ ସେବା ସପ୍ତାହ ପାଳନ ଚାଲିଛି, ଆମ ଅନୁଷ୍ଠାନ ତରଫରୁ ଆମେ ଚିନ୍ତା କଲୁ ସ୍ୱଚ୍ଛତା ଖାଲି ଆମେ ସମାଜ ସଫା କଲେ ହେବନି, ଆମେ ଗୋଟେ କବିତା ଆସର ଏବଂ ବୁଦ୍ଧିଜୀବୀମାନଙ୍କୁ ଡାକି ଗୋଟେ ସନ୍ଧ୍ୟାରେ ତାଙ୍କଠୁ କିଛି ଉପଦେଶ ନେଇଥିଲୁ ଏବଂ କିଛି ଭଲ ଭଲ କବିତା ଶୁଣିଥିଲୁ। କବିମାନଙ୍କର ଲେଖନୀ ମୁନରେ ସେ ଏମିତି ଲେଖନ୍ତି ଯେ ଆମ ସମାଜକୁ ମାନେ ଗୋଟେ ଦିଗ ଦର୍ଶନ ଦିଅନ୍ତି ଏବଂ ସମାଜକୁ କିପରି ମାନେ ଗୋଟେ ସଫା କରିହେବ ତାଙ୍କ ଲେଖନୀ ମୁନରେ ଅଛି। ସେଇ ଉଦ୍ଦେଶ୍ୟ ରଖି ନିଆରା ଭାବରେ ଆମେ ପାଳନ କଲୁ ଯେ ସ୍ୱଚ୍ଛତା ହିଁ ସେବା। ତାପରେ ଆମେ ଗୋଟେ ରାଜ୍ୟସ୍ତରୀୟ କବିତା ଆସର କରିଥିଲୁ ଏବଂ ବିଭିନ୍ନ ଜିଲ୍ଲାରୁ ଆଜି କବିମାନେ ଯୋଗ ଦେଇଥିଲେ ଏବଂ ଆମକୁ ଉତ୍ସାହ କରିବା ପାଇଁ ତାଙ୍କର ଲେଖନୀ ମୁନରେ ବହୁତ କିଛି କବିତା ଆମକୁ ଦେଇଯାଇଛନ୍ତି। ସେ କବିତା ଶୀର୍ଷକରେ ଆମେ ବହୁତ କିଛି ଶିଖିବାକୁ ପାଇଲୁ ଏବଂ ଯେଉଁମାନେ ବି ଆଜି ଆସିଥିଲେ ଏଠି ଅଂଶଗ୍ରହଣ କରିଥିଲେ ସମସ୍ତେ ଉପଭୋଗ କଲେ ଏବଂ ଆମକୁ ଆଶୀର୍ବାଦ କଲେ ଯେ ଆପଣଙ୍କ ଅନୁଷ୍ଠାନ ଏଇ ଯେଉଁ ପଦକ୍ଷେପ ସବୁ ନେଉଛି ଭଲ ସମାଜ ପାଇଁ। ସେତିକି ମୁଁ କହିବି। ଆଗକୁ ଗାନ୍ଧୀ ଜୟନ୍ତୀ ଆସୁଛି, ଗାନ୍ଧୀ ଜୟନ୍ତୀର ଅଭିନନ୍ଦନ ଏବଂ ଗାନ୍ଧୀ ଜୟନ୍ତୀ ଦିନ ଆମେ ଶପଥ କରିବା ଯେ ଆମେ ସମସ୍ତେ ନିଶାକୁ କେମିତି ଦୂରେଇବା, ସେଇଟା ହିଁ ଆମର ଆହ୍ୱାନ ସଦାବେଳେ ଥାଏ। ଜୟ ଜଗନ୍ନାଥ।